महेशं रजतगिरिनिभ्रं चारुचन्द्रावसत रत्नार्कलपच्छाङ्गलं परशुमृग वराभिते हस्तं प्रसन्नं ଯାହାର ରୂପ ହିମାଳୟର ପରି ଉଜ୍ଜଳ ଦୀପ୍ତିମାନ, ଯାହାର ମସ୍ତିଷ୍କରେ ଶୋଭିତ ହୋଇଛି ଅର୍ଦ୍ଧଚନ୍ଦ୍ର, ଆଉ ଯାହାର ଦେହ ରତ୍ନ ପରି ଦୀପ୍ତମାନ, ଆଉ ଯିଏ ହାତରେ ପରଶୁ ଧାରଣ କରନ୍ତି, ଆଉ ଯିଏ ମୃଗ ଛାଲ ଧାରଣ କରନ୍ତି, ଯିଏ ଭକ୍ତଙ୍କୁ ଅଭୟ ଦେଇଥାନ୍ତି, ସେହି ଶିବଶଙ୍କର ଭୋଳାନାଥଙ୍କୁ ଧ୍ୟାନ କରି ଆଜି ଏହି ପବିତ୍ର ବିଷୟବସ୍ତୁକୁ ଆରମ୍ଭ କରୁଛି। ଜୟ ଜଗନ୍ନାଥ। ଓମ୍ ନମଃ ଶିବାୟ। ମୁଁ ଜ୍ୟୋତିର୍ବିଦ ଶ୍ରୀ କୈଳାସ ନନା। ପ୍ରିୟ ଦର୍ଶକ ବନ୍ଧୁ, ମୋର ପ୍ରାର୍ଥନା ଭୋଳାନାଥ ଆପଣଙ୍କ ଜୀବନରେ ଶାନ୍ତି, ସମୃଦ୍ଧି, ସଫଳତା, ଆଧ୍ୟାତ୍ମିକ ଶକ୍ତି ବର୍ଷା କରନ୍ତୁ। ଆସନ୍ତୁ ଭକ୍ତି ଓ ଶ୍ରଦ୍ଧାର ସହିତ ଆଜିର ଏହି ପବିତ୍ର ବିଷୟକୁ ଆରମ୍ଭ କରିବା। ଓମ୍ ନମଃ ଶିବାୟ। ଆଜି କିଛି ସମୟ ପାଇଁ ମଧ୍ୟ ଆମ ମନକୁ ନିୟନ୍ତ୍ରଣ କରିପାରୁନାହୁଁ। କାହିଁକି? କାରଣ ମୋବାଇଲର ଧ୍ୱନି, ଚିନ୍ତାର ଭାର, ଭବିଷ୍ୟତର ଭୟ, ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରି ଅଶାନ୍ତ ହେଉଛୁ। ଏପରି ଲାଗୁଛି ଏହି ମନଟା ଗୋଟିଏ ଅନିୟନ୍ତ୍ରିତ ଘୋଡ଼ା। ଆଜି ଆମେ ମାତ୍ର କିଛି ସମୟ ମଧ୍ୟ ନିଜ ମନକୁ ନିୟନ୍ତ୍ରଣ କରିବା ଅସାଧ୍ୟ ହୋଇପଡ଼ିଲାଣି। ମନକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ ବଳ ଆବଶ୍ୟକ। ସେହି ବଳ ଆମକୁ କେବଳ ନାମ ଜପରୁ ହିଁ ପାଇବା। ତେଣୁ ଆସନ୍ତୁ ଜାଣିବା ମନକୁ ବଶ କରିବାର ଗୁପ୍ତ ଉପାୟ। ମାତ୍ର 2 ମିନିଟରେ ଜୀବନ ପରିବର୍ତ୍ତନ। ବର୍ତ୍ତମାନ ମୁଁ ଗୋଟିଏ ଛୋଟିଆ ନୀତି କଥା ଆପଣମାନଙ୍କୁ ଜଣାଇବି, ଯାହା ମନକୁ ଶାନ୍ତ, ଏକାଗ୍ର କରିବାରେ ସହଜ ଉପାୟ ହୋଇପାରେ। ଆପଣମାନଙ୍କୁ ଯଦି ମୋର ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ। ତେବେ ଶୁଣନ୍ତୁ, ଏହି ପ୍ରସଙ୍ଗ ଉପରେ ଆଉ ଗୋଟିଏ ନୀତି କଥା। ପୂର୍ବ ଭାଗରେ ଆପଣମାନେ ଶୁଣିଥିଲେ, ବିଶ୍ୱାସ ହେବାରୁ ବ୍ୟକ୍ତି ଜଣକ ମାନିଲେ ଯେ ଈଶ୍ୱର ହେଉଛନ୍ତି ବାସ୍ତବ ସତ୍ୟ। ସେହି ଯୁବକ ଜଣଙ୍କର ନାମ ହେଉଛି ବିକାଶ। ସେହି ବିକାଶ ବାବୁଙ୍କର ଧନ ସମ୍ପଦରେ କୌଣସି ଅଭାବ ନଥିଲା, କିନ୍ତୁ ଜୀବନରେ ଶାନ୍ତି ବି ନଥିଲା। ତେଣୁ ସେ ସାଧୁ ବାବାଙ୍କୁ ପଚାରିଲେ, ହେ ଗୁରୁଦେବ, ମୋର ତ କିଛି ଅଭାବ ନାହିଁ, ତଥାପି ମନ ଅଶାନ୍ତ ରହୁଛି କାହିଁକି? ହେ ଗୁରୁଦେବ, ମୋର ମନ ଶାନ୍ତ ହେବ କିପରି? ମୋତେ କିଛି ଉପାୟ କୁହନ୍ତୁ। ସାଧୁ ବାବା ସେହି ବ୍ୟକ୍ତିର ସମସ୍ତ ପ୍ରଶ୍ନ ଶୁଣିଲେ, କିନ୍ତୁ କିଛି ଉତ୍ତର ନ ଦେଇ ତାଙ୍କ ଆଗରେ ଗୋଟିଏ ସର୍ତ୍ତ ରଖିଲେ। ସାଧୁ ବାବା କହିଲେ, ଯଦି ତୁମେ ମୋର ଗୋଟିଏ କାମ କରିବ, ତେବେ ମୁଁ ତୁମକୁ ତୁମର ସମସ୍ତ ପ୍ରଶ୍ନର ଉତ୍ତର ଦେବି। ବିକାଶ ବାବୁ କହିଲେ, ହଁ ଗୁରୁଦେବ, ମୁଁ ଆପଣଙ୍କର କାମ କରିବି। ଆପଣ କୁହନ୍ତୁ। ସାଧୁ ଜଣକ ଗୋଟିଏ ଦୀପ ଜଳାଇ ତାଙ୍କ ହାତରେ ଦେଲେ, ଆଉ କହିଲେ, ତୁମେ ଏହି ମନ୍ଦିର ଚାରିପାଖ ଘୁରି ଆସ, କିନ୍ତୁ ମନେ ରଖିବ ଯେ ଦୀପଟି ଯେପରି ନ ଲିଭେ। ଏଥର ବିକାଶ ବାବୁ ଚାଲିଲେ। ଧୀରେ ଧୀରେ, ଅତି ସାବଧାନର ସହିତ ତାଙ୍କର ସମସ୍ତ ଧ୍ୟାନ କେବଳ ସେହି ଦୀପଶିଖା ଉପରେ ହିଁ ରହିଲା। ସେହି ସମୟରେ ମନ୍ଦିର ଚାରିପାଖରେ ବହୁତ ଲୋକ ଗପୁଥିଲେ, କିନ୍ତୁ ସେ କିଛି ଶୁଣିଲେ ନାହିଁ। ଶିଶୁମାନେ ଖେଳୁଥିଲେ, ହେଲେ ସେ କିଛି ଦେଖିଲେ ନାହିଁ। ପବନ ବହୁଥିଲା, ହେଲେ ମଧ୍ୟ ସେ ଧ୍ୟାନ କେବଳ ସେହି ଦୀପଶିଖାକୁ ରକ୍ଷା କରିବାରେ ହିଁ ଲାଗିଲେ। ଓ ଶେଷରେ ଏକ ନିଷ୍ଠାରେ କାମଟି ପୂର୍ଣ୍ଣ କରି ଫେରିଲା ପରେ ସାଧୁ ବାବାଙ୍କ ପାଖରେ ପହଞ୍ଚିଲେ ଏବଂ ଗୁରୁଜୀଙ୍କୁ ପୁଣି ସେହି ପ୍ରଶ୍ନ ପଚାରିଲେ। ସାଧୁ ବାବା ଉତ୍ତର ନ ଦେଇ ପୁଣି ପଚାରିଲେ, ତୁମେ ମନ୍ଦିର ଚାରିପାଖରେ କ'ଣ ସବୁ ଦେଖିଲ? ବିକାଶ ବାବୁ ଆଶ୍ଚର୍ଯ୍ୟର ସହିତ କହିଲେ, ମୋର ତ ଧ୍ୟାନ କେବଳ ଦୀପ ଉପରେ ଥିଲା। ସାଧୁ ବାବା କହିଲେ,
ଆଜି ଯେପରି ତୁମର ଧ୍ୟାନ ଦୀପକୁ ରକ୍ଷା କରିବାକୁ ଜାଗୃତ ଥିଲା, ସେପରି ଯଦି ତୁମେ ତୁମର ମନକୁ ଗୋଟିଏ ଉଚ୍ଚ ଲକ୍ଷ୍ୟ ଓ ଭଗବାନଙ୍କ ନାମରେ ଏକାଗ୍ର କରିବ, ତେବେ ଜଗତର କୌଣସି ଝଡ଼ ତୁମକୁ ଅଶାନ୍ତ କରିପାରିବ ନାହିଁ। ଆହୁରି କହିଲେ, ମନକୁ ବଳ ଦରକାର, ସେ ବଳ ବାହାରୁ ନୁହେଁ, କେବଳ ନାମ ଶରଣରୁ ହିଁ ଆସିବ। ଆଜିର ଶିକ୍ଷା, ମନ ଆପଣଙ୍କର ଶତ୍ରୁ ନୁହେଁ, ବରଂ ସବୁଠାରୁ ବଡ଼ ସାଥୀ। ମନକୁ ଆୟତ୍ତ କରିବା ଶିଖ। ଏବେ ଆସନ୍ତୁ ଜାଣିବା ମନକୁ ଶାନ୍ତ ରଖିବାର ସୂତ୍ର। କିଛି ସମୟ ଏକାନ୍ତ ରୁହ, ଅଳ୍ପ ଭୋଜନ କରନ୍ତୁ, ମୌନ ରୁହନ୍ତୁ, ଯେତିକି ଆବଶ୍ୟକ ସେତିକି କଥା କୁହନ୍ତୁ, କାହାଠାରୁ କିଛି ଆଶା ରଖନ୍ତୁ ନାହିଁ, ଇନ୍ଦ୍ରିୟକୁ ନିୟନ୍ତ୍ରଣ କରନ୍ତୁ। ଏହା କରିଲେ ଆପଣଙ୍କର ମନ ଆୟତ୍ତ ମଧ୍ୟରେ ରହିବ। ଆସନ୍ତୁ ଆଜିର ବିଷୟବସ୍ତୁକୁ। ପୂର୍ବ ଭାଗରେ ଆମେ 3ଟି ବିଷୟ ଆଲୋଚନା କରିଥିଲୁ। ଆଜି ଆମେ ଆଲୋଚନା କରିବା ଶିଖା ବନ୍ଧନ। ଶିଖା ବନ୍ଧନ କ'ଣ, ଶିଖା ବନ୍ଧନ କାହିଁକି କରିବା, ସେ ବିଷୟରେ ଏଠି ବର୍ଣ୍ଣନା କରାଯାଇଛି। ବ୍ରହ୍ମବାଣୀ ସହସ୍ରାଣୀ ଶିବବାଣୀ ଶତେନ ଚ ବିଷ୍ଣୁ ନାମ ସହସ୍ରେଣମ୍ ଶିଖାବନ୍ଧଂ କରମ୍ୟହମ୍। ମାନେ ଏହାର ଅର୍ଥ ହେଉଛି, ମୁଁ ବ୍ରହ୍ମାଙ୍କର ସହସ୍ର ନାମ ନେଉଛି, ଶିବଙ୍କର ଶତ ନାମ ନେଉଛି, ମୁଁ ବିଷ୍ଣୁଙ୍କର ସହସ୍ର ନାମ ସ୍ମରଣ କରି ଶିଖା ବନ୍ଧନ କରୁଛି। ଏହା କେବେ କରିବେ? ଆପଣ ଆଚମନ କରିସାରିବା ପରେ ଶିଖା ବନ୍ଧନ କରିବେ। ଏହି ମନ୍ତ୍ରଟିକୁ ସ୍ମରଣ କରିଲେ ଆପଣଙ୍କର ଶରୀର ଓ ମନ ସାଧନା ପାଇଁ ପ୍ରସ୍ତୁତ ହୁଏ। ଏହା ପୂଜା, ସନ୍ଧ୍ୟା ବନ୍ଦନ, କୌଣସି ପୂଜା ପୂର୍ବରୁ କରାଯାଏ। ଶିଖା ଏକ ଫୁଲ ନେଇ ଆପଣ, ଯଦି ଆପଣଙ୍କର ଶିଖା ବନ୍ଧନଟି ହେଉଛି ଗୋଟିଏ ଚୁଟିରେ ଫୁଲଟି ବନ୍ଧାଯାଏ, ଆପଣଙ୍କ ଯଦି ତାହା ନାହିଁ, କାନରେ ବି ଆପଣ ଫୁଲଟିକୁ ଲଗାଇ ଶିଖା ବନ୍ଧନ କାର୍ଯ୍ୟ କରିବେ। ଏବଂ ଶେଷରେ, ପୂଜାର ଶେଷରେ ଆପଣ ସେହି ଶିଖା ବିସର୍ଜନ କରିବେ, ଆପଣ ସେଇଟାକୁ ବାହାର କରିଦେବେ। କିପରି କରିବେ? ତା ପାଇଁ ମନ୍ତ୍ର କ'ଣ? ଗଚ୍ଛନ୍ତୁ ସକଳ ଦେବା ବ୍ରହ୍ମା ବିଷ୍ଣୁ ମହେଶ୍ୱରା ତିଷ୍ଠା ତନ୍ୟୋଜ୍ଜ୍ୱଲା ଲକ୍ଷ୍ମୀ ଶିଖା ମୁକ୍ତେ କରମ୍ୟହମ୍। ହେ ସମସ୍ତ ଦେବତାମାନେ, ବ୍ରହ୍ମା ବିଷ୍ଣୁ ମହେଶ୍ୱର ସହିତ ଆପଣମାନେ ନିଜ ନିଜର ସ୍ଥାନକୁ ପ୍ରସ୍ଥାନ କରନ୍ତୁ। ହେ ଲକ୍ଷ୍ମୀ ଦେବୀ, ଏଠାରେ ସ୍ଥିର ରୁହନ୍ତୁ। ମୁଁ ଏବେ ଶିଖା ମୋଚନ କରୁଛି। ଏହା କେବେ କରିବେ? ସମସ୍ତ ପୂଜା ସମାପ୍ତ ହେଲା ପରେ କିମ୍ବା ବିସର୍ଜନ ହେଲା ପରେ। ଦ୍ୱିତୀୟ ହେଉଛି ରକ୍ଷାବନ୍ଧନ। ରକ୍ଷାବନ୍ଧନ ନ କରିକିରି ଆମେ କୌଣସି କାର୍ଯ୍ୟ କରିଲେ ତାହା ବି ସଫଳ ହେବ ନାହିଁ। ତେଣୁ ଆମେ ରକ୍ଷାବନ୍ଧନ କରିବା। ରକ୍ଷାବନ୍ଧନ ପାଇଁ ମନ୍ତ୍ର ହେଲା, ଯେନ ବଦ୍ଧ ବଲିରାଜା ଦାନବେନ୍ଦ୍ରଂ ମହାବଳ ତେନ ତ୍ୱାମଭିବଦମାମି ରକ୍ଷେ ମା ଚଲ। ଯେଉଁ ରକ୍ଷା ସୂତ୍ରରେ ମହାବଳୀ ଦାନବ ରାଜା ବଳି ବନ୍ଧା ହୋଇଥିଲେ, ସେହି ରକ୍ଷା ସୂତ୍ରରେ ମୁଁ ଆପଣଙ୍କୁ ବାନ୍ଧୁଛି। ହେ ରକ୍ଷା ସୂତ୍ର, ତୁମେ ଅଚଳ ରୁହ, ମୋତେ ସୁରକ୍ଷା କର। ଏହିପରି ଭାବରେ ଆପଣ ରକ୍ଷା ସୂତ୍ର ବନ୍ଧନ କରି ପୂଜା ସଂକଳ୍ପ ପରେ ଆପଣଙ୍କର ଡାହାଣ ହାତରେ, ପୁରୁଷ ହେଲେ ଡାହାଣ ହାତରେ, ସ୍ତ୍ରୀ ହେଲେ ବାମ ହାତରେ, ଏହା 3 ଖିଅ ହେବା ଦରକାର କିମ୍ବା 5 ଖିଅ ହେବା ଦରକାର। ଏହିପରି ଭାବରେ ଆପଣ ବନ୍ଧନ କରିବେ। ଏହାକୁ ବର୍ଜିତ କେବେ କରିବେ? ଅଶୌଚ, ସୂତକ, କୌଣସି ଅଶୁଦ୍ଧି ଶରୀର ଅବସ୍ଥାରେ ମଦ୍ୟ ମାଂସ ସେବନ ପରେ ଏହାକୁ ବର୍ଜିତ କରାଯାଏ। ସାର କଥା, କେବଳ ଏହା ସୂତ୍ର ନୁହେଁ, ଏହା ମନ୍ତ୍ର ଓ ଶ୍ରଦ୍ଧାର ଗୋଟିଏ କବଚ ପରି କାର୍ଯ୍ୟ କରିଥାଏ। ଏହାପରେ ଆମେ ଆମର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓ ଲାଇକ୍ କରନ୍ତୁ, ଏହା ଶିବ ଭକ୍ତଙ୍କ ସହିତ ସେୟାର କରନ୍ତୁ। ଆଉ ପରବର୍ତ୍ତୀ ଭିଡ଼ିଓରେ ଆପଣ ଦେଖନ୍ତୁ।